ना कहले ମୋ ନାଁ ହେଉଛି ବନ୍ଦିତା ମହାନ୍ତି। ମୁଁ ଭୁବନେଶ୍ୱରରୁ ଆସିଛି। भुवनेश्वर कौन अनुभूति अच्छी ଅନୁଭୂତି ମୁଁ ଛୋଟ ଛୋଟ ଅନୁଭୂତି କହିବି। ପ୍ରଥମେ ହେଉଛି ମୁଁ ଯେତେବେଳେ ସର୍ଭିସ୍ ପାଇବାକୁ ଥିଲା, ମୁଁ 89ର କଥା କହୁଛି। ମୁଁ ଗୋଟେ ଇଣ୍ଟରଭ୍ୟୁ ଦେଇଥିଲି, କିନ୍ତୁ ମୋତେ ସ୍ୱପ୍ନରେ ଭଗବାନ ଜଣେଇ ଦେଇଥିଲେ ଯେମିତି ଶୂନ୍ୟବାଣୀ ହୁଏ ଯେ ତୋ ମନସ୍କାମନା ପୂର୍ଣ୍ଣ ହେବ। ଆଉ ପ୍ରକୃତରେ ମୁଁ 14 ଦିନ ଭିତରେ ହିଁ ମୋତେ ଅର୍ଡ଼ର ଆସିଲା ଆଉ ମୁଁ ଚାକିରି ପାଇଥିଲି। ଆଉ ସେକେଣ୍ଡ ଅନୁଭୂତି ଗୋଟେ କହିବି, ବାରିପଦାରେ ଯେହେତୁ ମୋର ବାପ ଘର, ସେଠି ହେଉଛି ଜଗନ୍ନାଥଙ୍କର ମନ୍ଦିର। ମୁଁ ସବୁବେଳେ ଯାଏ ଭଗବାନଙ୍କୁ ଦେଖିବା ପାଇଁ। ଏବେ ମୁଁ ଦିନେ ଥରେ ଯାଇଥିଲି, କିନ୍ତୁ ପୁରୀ ମୁଁ ଆସିପାରିନଥିଲି। ଭାବିଲି ସବୁ ବର୍ଷ ତ ମୁଁ ପୁରୀ ଯାଏ, ଏଥର ମୁଁ ଆସିପାରିଲିନି। ବାରିପଦାରେ ଆସିଲି, ପ୍ରଭୁ ତୁମକୁ ଦେଖୁଛି। ଓ ଏଇଠି ଦେଖିଲେ ଜଗନ୍ନାଥଙ୍କୁ, କ'ଣ ଏଇଟା ପୁରୀ ନୁହଁ କି? ଏଇଠି ପରେ ତୁମେ କହିଛ ଯେ ରଜାଙ୍କୁ ତମେ ମାନେ ଦିନରେ ଥରେ ହେଲେ ବି ଏଇ ଜଗନ୍ନାଥ ମନ୍ଦିରକୁ ଆସ। ତ ମୁଁ ଆଜି ସେଇ ଭାବି ନେଉଛି ଯେ ମୁଁ ତୁମକୁ ଏଇଠି ଦେଖୁଛି। ଏତିକି କହିଛି, ଜଗନ୍ନାଥଙ୍କ ଦେହରୁ ତୁଳସୀ ଖସିଗଲା। ମୁଁ ସେଇ ତୁଳସୀ ମାଗିକି ବ୍ରାହ୍ମଣଙ୍କଠୁ ଆଣିଲି, ଆଉ ଆଣିକି ତାକୁ ପାଇଲି। ଭାବିଲି ମୁଁ ପୁରୀ ହିଁ ଦର୍ଶନ କଲି। ତେଣୁ ଜଗନ୍ନାଥଙ୍କର ମହିମା ବହୁତ ଅନେକ। ବାସ୍ ଆଉ ଯେହେତୁ ଆଉ ଗୋଟେ ଦୁଃଖ, ମୋ ପାଇଁ ବହୁତ ବଡ଼ ଦୁଃଖ ବି ଯାଇଛି। 2024ରେ ମୋ ହଜବେଣ୍ଡ ଛାଡ଼ିକି ମୋତେ ସଂସାରରୁ ହିଁ ପଳେଇଲେ। କିନ୍ତୁ ତଥାପି ମୁଁ ଭଗବାନଙ୍କ ପାଖରେ ବହୁତ ଡାକିଥିଲି ଯେ ମୋତେ ତୁମେ ଧୈର୍ଯ୍ୟ ଦିଅ, ଶକ୍ତି ଦିଅ, ମୁଁ ଯେମିତି ସର୍ଭାଇଭ୍ କରିପାରେ। ସେଇ ଶକ୍ତି ପ୍ରଭୁ ମୋତେ ଦେଇଛନ୍ତି, ଯାହାଫଳରେ କି ଆଜି ମୁଁ ଭୁବନେଶ୍ୱରରୁ ଏକା ଏଇ 61 ବୟସରେ ବି ଏକା ମାଡ଼ିକି ପଳେଇ ଆସିଛି ଜଗନ୍ନାଥଙ୍କ ପାଇଁ। ଆଉ ଆସିକି ଦର୍ଶନ ବି ବହୁତ ବଢ଼ିଆରେ କଲି, 22 ପାହାଚ ଗଡ଼ିଲି, ବାନା ବି ବାନ୍ଧିଲି। ଅନୁଭୂତି କହିବାକୁ ବହୁତ ଇଚ୍ଛା ଥିଲା, ସେଇଟା ବି ହେଇଗଲା। ମାନେ ଆଉ ସେମିତି କିଛି ଆପଣ ଆଉ ଚିନ୍ତା କରନ୍ତୁନି ଯେ ମୁଁ 60-61 ବର୍ଷରେ ଏକୁଟିଆ ଆସିଲି, ବୁଝିପାରିଲେ ତ? ଆପଣ 80-85 ବର୍ଷ ପର୍ଯ୍ୟନ୍ତ ବି ଏକୁଟିଆ ଆସିବେ, ଆଉ ଏମିତି ଆସୁଥିବେ। ଆଉ ମହାପ୍ରଭୁ ଉପରେ ଭରସା ରଖିବେ, ମହାପ୍ରଭୁ ଆପଣଙ୍କୁ ନିଶ୍ଚିତ ନେଇ ଆସିବେ, ଦର୍ଶନ ଦେଇକି ଛାଡ଼ିଦେବେ। ଆଚ୍ଛା, ଜୟ ଜଗନ୍ନାଥ ଟିଭି ସେଇଟା କହିବି। ଜୟ ଜଗନ୍ନାଥ ଟିଭି ମୁଁ କେବେ ଆଗରୁ ଦେଖୁନଥିଲି। ମୁଁ ହଜବେଣ୍ଡ ଗଲା ପରେ ମୋ ରୁମ୍ରେ ଏକା ଜମା ଶୋଇପାରେନି, ମୋତେ ବହୁତ କଷ୍ଟ ହୁଏ, ଯେହେତୁ ମୁଁ ସର୍ଭିସ୍ ହୋଲ୍ଡର ଗୋଟେ ଅଲଗା ଜାଗାରେ ରହେ। କିନ୍ତୁ ହଠାତ୍ ଦିନେ ଟିଭି କଲୁ ମୋ ଟିଭିରେ ଜୟ ଜଗନ୍ନାଥ ଆସିଲା। ମୁଁ କହିଲି ଆରେ ମୋ ଟିଭିରେ କ'ଣ ଜୟ ଜଗନ୍ନାଥ ଟିଭି ଆସୁଛି କି? ତାପରେ ମୁଁ ଦେଖିବା ଷ୍ଟାର୍ଟ କଲି। ଏମିତି ସବୁବେଳେ ଦେଖୁ 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 ତାଙ୍କ ପ୍ରତି କ'ଣ ହେଲା ମୁଁ କହିପାରିବିନି। ସେଇ ଘରେ ଯେଉଁଠି ମୁଁ ଶୋଇପାରୁନଥିଲି ନିଜ ହଜବେଣ୍ଡଙ୍କ ବିନା, ସେଇଠି ମୁଁ ଏକା ଶୋଇପାରିଲି। ଜଣେଇଲି ମୁଁ ଏକା କେବେ ବି ଶୋଇପାରୁନଥିଲି ସେ ଘର ଭିତରେ। ଆଉ ସେଇଟା ଗୋଟେ ବହୁତ ବଡ଼ ଅନୁଭୂତି। ତେଣୁ ମୁଁ ଜୟ ଜଗନ୍ନାଥ ଦେଖେ, କିଛି ନଥିଲେ ବି ମୋବାଇଲରେ କାଢ଼ିକି ଦେଖେ। ଆଉ ତେଣୁ ମୁଁ ନମିତା ମ୍ୟାଡ଼ାମଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏଭଳିଆ ଗୋଟେ ଚ୍ୟାନେଲ୍ ପ୍ରସ୍ତୁତ କରିଛନ୍ତି, ଯେମିତି ଲୋକମାନେ ବହୁତ ଭଗବାନଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ଧନ୍ୟବାଦ। पति की नहीं जाई जो पत्नी को पतिहरा दुखरे दुखित करती, महाप्रभु बोधहुए या सूचई दियंती जे मु परम पति अच्छी, टिके मो कथा भाव, कारण मोरी ठारू तू आसीचु, पति तते मु देइची, आ पति मानक पत्नी मध्य मु देइची, मो जिनस मु नहीं गली, दुख टिके लागिवो, चिंता करना, पुणी सब सुविधा हो जहाँ आज माँ उपलब्धि करुँच। हौ तेबे जय जगन्नाथ परिवार तरफ गोटे पारंपरिक जनाण बही।